ହରି ବୋଲ ଭାଇ ରେ ହରି ନାମେ ତରିଗଲେ ଜଗାଇ ମାଧାଇ ରେ। ଆଜିର ଏଇ ଭିଡ଼ିଓରେ ମୁଁ ଗୋଟେ କାହାଣୀ ଆପଣମାନଙ୍କୁ କହିବି, ଯେଉଁ କାହାଣୀଟିକୁ ଦୀର୍ଘ 25 ବର୍ଷ ତଳେ ମୁଁ ମୋ ବାପାଙ୍କ ପାଖରୁ ଶୁଣିଥିଲି। କାହାଣୀଟି ଆଧାରିତ ହେଉଛି ହରିନାମ ସଂକୀର୍ତ୍ତନ ଆଉ ଜଗାଇ ମାଧାଇ ଉଦ୍ଧାର ବିଷୟରେ। କାହାଣୀଟିକୁ ଆଗକୁ ନେବା ପୂର୍ବରୁ ଆପଣମାନଙ୍କୁ ମୋର ଛୋଟ ଅନୁରୋଧ, ଦୟାକରି ଭିଡ଼ିଓଟିକୁ ଫାଷ୍ଟରୁ ଲାଷ୍ଟ ଯାଏଁ ଦେଖିବେ। ଯଦି ଆପଣଙ୍କୁ ଭଲ ଲାଗିବ ନିଶ୍ଚିତ ଭାବରେ ଗୋଟେ ଲାଇକ୍ କରିବେ, ସେୟାର କରିବେ। ଚ୍ୟାନେଲକୁ ଯଦି ମୋର ପ୍ରଥମ ଥର ପାଇଁ ଭିଜିଟ୍ କରିଛନ୍ତି ଦୟାକରି ସବସ୍କ୍ରାଇବ୍ କରିବେ। ଆଉ ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରିଦେବେ। ମୋର ଆଗକୁ ଆସୁଥିବା ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ଆପଣ ସର୍ବପ୍ରଥମେ ପାଇପାରିବେ। ଚାଲନ୍ତୁ ଷ୍ଟାର୍ଟ କରିବା। ନମସ୍କାର, ଜୟ ଜଗନ୍ନାଥ। ମୁଁ ଦୀପାଲି ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଏଇ ଭିଡ଼ିଓକୁ। ଦିନେ ଶ୍ରୀ ନିତ୍ୟାନନ୍ଦ ମହାପ୍ରଭୁ ଶ୍ରୀ ହରିଦାସ ଠାକୁର ନଦିଆ ଦାଣ୍ଡରେ ହରିନାମ ସଂକୀର୍ତ୍ତନ କରି କରି ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ବାଣୀ ପ୍ରଚାର କରି କରି ନାଚି ନାଚି ଯାଉଥାନ୍ତି। ସେମାନେ କିଛି ବାଟ ଗଲା ପରେ ଦେଖିଲେ କିଛି ଲୋକ ଗୋଟେ ଜାଗାରେ ରୁଣ୍ଡ ହୋଇଛନ୍ତି, ଆଉ ଲୋକମାନେ ବଡ଼ ପାଟିରେ ମଧ୍ୟ କଥା ହେଉଛନ୍ତି। ପାଖକୁ ଯାଇକି ଜାଣିଲେ ଯେ ଜଗାଇ ମାଧାଇ ନାମକ 2 ଜଣ ମଦ୍ୟପ ଯୁବକ ସେଠାରେ ମଦ ପିଇ କରି ଆସି ଶାନ୍ତି ଭଙ୍ଗ କରୁଛନ୍ତି ଆଉ ମରାମରି ମଧ୍ୟ କରୁଛନ୍ତି। ଆଉ ମଧ୍ୟ ଜାଣିବାକୁ ପାଇଲେ ଯେ ସେ 2 ଜଣ ହେଉଛନ୍ତି ବ୍ରାହ୍ମଣ କୁଳରୁ। ସେମାନେ କୁସଙ୍ଗରେ ପଡ଼ି ଚୋରି ବୃତ୍ତିକୁ ଆପଣେଇ ନେଇଛନ୍ତି, ମଦ ପିଇ ମାଂସାଶୀ ଓ ବ୍ୟଭିଚାରୀ ମଧ୍ୟ ହୋଇଯାଇଛନ୍ତି। ଜଗାଇ ମାଧାଇଙ୍କର ଏଇ କଥା ନିତ୍ୟାନନ୍ଦ ମହାପ୍ରଭୁ ଜାଣିପାରି ଭାବିଲେ ଯେ ଏଇ 2 ଜଣଙ୍କୁ ଏପରି ଜୀବନରୁ ଉଦ୍ଧାର କରାଯିବା ଉଚିତ। ଏଇ ପାପୀ ଜୀବନରୁ ଏଇ 2 ଜଣଙ୍କୁ ଯଦି ଉଦ୍ଧାର କରୁଛେ ତାହେଲେ ଚୈତନ୍ୟ ମହାପ୍ରଭୁଙ୍କର ମହିମା ଆହୁରି ପ୍ରଚାର ଆଉ ପ୍ରସାର ଲାଭ କରିବ। ଭିଡ଼ ଭିତରେ ପଶି ନିତ୍ୟାନନ୍ଦ ମହାପ୍ରଭୁ ଜଗାଇ ମାଧାଇଙ୍କୁ ହରିନାମ ଉଚ୍ଚାରଣ କରିବାକୁ କହିଲେ। ହରିନାମ ଉଚ୍ଚାରଣ କରିବେ କ'ଣ? 2 ଭାଇ ରାଗିକି ଅଶ୍ଳୀଳ ଭାଷାରେ ଗାଳି ଦେଲେ ଆଉ 2 ଜଣଙ୍କୁ ମଧ୍ୟ ମାରିବା ପାଇଁ ଗୋଡ଼େଇଲେ। ପ୍ରାଣ ବିକଳରେ ପ୍ରଭୁ ନିତ୍ୟାନନ୍ଦ ସେଇ ଜାଗା ଛାଡ଼ି ପ୍ରତ୍ୟାବର୍ତ୍ତନ କରିଥିଲେ ଗୃହକୁ। ତା ପରଦିନ ପ୍ରଭୁ ନିତ୍ୟାନନ୍ଦ ଓ ହରିଦାସ ଠାକୁର 2 ଭାଇଙ୍କୁ ଖୋଜିବାକୁ ଲାଗିଲେ। ପୁନର୍ବାର 2 ଜଣଙ୍କ ସହିତ ମଧ୍ୟ ତାଙ୍କର ସାକ୍ଷାତ ହେଲା। ଜଗାଇ ମାଧାଇ ଏମାନଙ୍କୁ ଦେଖି ଟେକା ପଥର ଫୋପାଡ଼ିଲେ। ପ୍ରଭୁ ନିତ୍ୟାନନ୍ଦଙ୍କର ମୁଣ୍ଡ ଫାଟି ଧାର ଧାର ହେଇ ରକ୍ତ ବୋହି ଚାଲିଲା। ପ୍ରଭୁ ନିତ୍ୟାନନ୍ଦ ସେ ପ୍ରତି ଦୃଷ୍ଟି ନ ଦେଇକି କହିଲେ, ତୁମେ ମୋତେ ପଥର ପିଙ୍ଗିଲ, କିଛି କଥା ନାହିଁ। ଅନୁରୋଧ କରୁଛି ଥରେ ମାତ୍ର ଭଗବାନ ଶ୍ରୀ ହରିଙ୍କର ଦିବ୍ୟ ନାମ ସ୍ମରଣ କର। ମାଡ଼ ଖାଇ କପାଳରୁ ରକ୍ତ ବାହାରୁଛି, ତାପରେ ବି ଏମିତି ବ୍ୟବହାର ଦେଖିକି ମୁଗ୍ଧ ହୋଇଗଲା ଜଗାଇ। ଜଗାଇ ଆଉ ଡେରି ନ କରି ପ୍ରଭୁ ନିତ୍ୟାନନ୍ଦଙ୍କର ଚରଣରେ ଶରଣ ପଶିଲା ଓ କ୍ଷମା ମାଗିଲା ଏବଂ ତା ଭାଇ ମାଧାଇକୁ କ୍ଷମା କରିବାକୁ ମଧ୍ୟ କହିଲା। ତା ପରଦିନ ମାଧାଇ ମଧ୍ୟ ଦ୍ୱିତୀୟ ଥର ଆକ୍ରମଣ କରି ପ୍ରଭୁ ନିତ୍ୟାନନ୍ଦଙ୍କୁ ଖଣ୍ଡିଆ କରିଦେଲେ। ଜଗାଇ ଯେତେ କହିଲେ ବି ସେ କ୍ଷମା ମାଗିଲା ନାହିଁ। ନିତ୍ୟାନନ୍ଦ ମହାପ୍ରଭୁଙ୍କର ଆଘାତପ୍ରାପ୍ତ ହେବା କଥା ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର କର୍ଣ୍ଣଗୋଚର ହେଲା। ଶ୍ରୀ ଚୈତନ୍ୟ ମହାପ୍ରଭୁ ଏସବୁ କଥା ଶୁଣି ସାରିଲା ପରେ ତତ୍କ୍ଷଣାତ୍ ଆସି ଜଗାଇ ମାଧାଇଙ୍କ ପାଖକୁ ପହଞ୍ଚିଲେ ଓ ରାଗରେ ସେ ମାଧାଇକୁ ଭସ୍ମ କରିବାକୁ ଉଦ୍ୟମ କରନ୍ତି ତ ଶ୍ରୀ ନିତ୍ୟାନନ୍ଦ ମହାପ୍ରଭୁ ବାଧା ଦେଇଥିଲେ ପ୍ରଭୁ ଶ୍ରୀ ଚୈତନ୍ୟଙ୍କୁ ଆଉ ଜଗାଇ ମାଧାଇଙ୍କୁ ଆଲିଙ୍ଗନ କରିଦେଇଥିଲେ। ପ୍ରଭୁଙ୍କର ଅଙ୍ଗସ୍ପର୍ଶ ପାଇ 2 ଭାଇଙ୍କ ଦେହରେ ଏକ ଦିବ୍ୟ ଅନୁଭୂତି ପ୍ରାପ୍ତ ହେଲା। କୁହାଯାଏ କି ଏ ଜୀବନ ସାଧୁସଙ୍ଗ ଭିନୁ ଲଭି ନ ପାରେ ଦିବ୍ୟ ତନୁ। ସେଇ ଦିବ୍ୟ ମହାପୁରୁଷଙ୍କର ଦିବ୍ୟ ସ୍ପର୍ଶ ପାଇ 2 ଭାଇଙ୍କ ମନରେ ବହୁତ ପରିବର୍ତ୍ତନ ଆସିଲା। ସେମାନେ ମହାପୁରୁଷଙ୍କର ଶରଣ ଯାଇ ଅବଶିଷ୍ଟାଂଶ ଜୀବନକୁ ହରିନାମ ସଂକୀର୍ତ୍ତନ କରି ଉତ୍ତମ ଭାବରେ ବିତେଇଥିଲେ ଏବଂ ସମସ୍ତ କୁକର୍ମକୁ ମଧ୍ୟ ପରିତ୍ୟାଗ କରିଥିଲେ। ଏହା ଥିଲା ହରିନାମ ସଂକୀର୍ତ୍ତନ ଓ ସାଧୁସଙ୍ଗର ପ୍ରଭାବ। ଏଇ ଘଟଣାର ସ୍ମୃତି ବହନ କରି ଏବେ ବି ବିରାଜମାନ କରୁଛି ନବଦ୍ୱୀପ ଗଙ୍ଗା ତଟରେ ଥିବା ଜଗାଇ ମାଧାଇ ଘାଟ। କଳିଯୁଗ ମନୁଷ୍ୟର ଏକମାତ୍ର ମୁଖ୍ୟ ମାର୍ଗ ହେଉଛି ନାମ ସଂକୀର୍ତ୍ତନ ଏବଂ ସଂକୀର୍ତ୍ତନରେ ମଧ୍ୟ ବୋଲାଯାଏ, ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ, ହରେ କୃଷ୍ଣ ହରେ ରାମ ଶ୍ରୀ ରାଧେ ଗୋବିନ୍ଦ। ଇଏ ତ ଥିଲା ଜଗାଇ ମାଧାଇର କାହାଣୀ। ଶ୍ରୀହରିଙ୍କ ନାମସ୍ମରଣରେ ବହୁତ ସମସ୍ୟା ଦୂରୀଭୂତ ହୋଇଥାଏ। ଶ୍ରୀହରିଙ୍କ ନାମସ୍ମରଣ କରି ବହୁତ ଭକ୍ତ ମଧ୍ୟ ଏ ଭବସାଗରରୁ ପାର ହୋଇଛନ୍ତି। ତାହାର ବହୁତ ଉଦାହରଣ ମଧ୍ୟ ଆମେ ଜାଣୁ। ଯେମିତିକି ଜ୍ୱଳନ୍ତ ଉଦାହରଣ ହେଉଛି ରାଜା ଅଜାମ୍ବିଳ। ରାଜା ଅଜାମ୍ବିଳ ପୁତ୍ର ନାମ ନାରାୟଣ ରଖି ଶେଷ ସମୟରେ ବାରମ୍ବାର ନାରାୟଣ ଉଚ୍ଚାରଣ କରି ଭବସାଗରରୁ ପାର ହୋଇଥିଲେ, ମାନେ ମୋକ୍ଷ ପ୍ରାପ୍ତି ହୋଇଥିଲେ। ଆପଣମାନଙ୍କୁ ମୋର ଏଇ କାହାଣୀଟି କେମିତି ଲାଗିଲା ନିଶ୍ଚିତ ଭାବରେ କମେଣ୍ଟ ମାଧ୍ୟମରେ ଜଣାଇବେ। ଯଦି ଭଲ ଲାଗିଲା ଲାଇକ୍ କରିବେ, ସେୟାର କରିବେ। ଚ୍ୟାନେଲକୁ ଯଦି ପ୍ରଥମ ଥର ପାଇଁ ଭିଜିଟ୍ କରିଛନ୍ତି ଦୟାକରି ସବସ୍କ୍ରାଇବ୍ କରିବେ। ଆଉ ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରିଦେବେ। ମୋର ଆଗକୁ ଆସୁଥିବା ନୂଆ ନୂଆ ଭିଡ଼ିଓ ସର୍ବପ୍ରଥମେ ପାଇପାରିବେ। ପୁଣି ଆସିବି ଆଉ ଗୋଟେ ନୂଆ ଭିଡ଼ିଓ ନେଇ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।